ଜଳେଶ୍ୱର ଯୁବମଞ୍ଚ ପକ୍ଷରୁ ଇଣ୍ଟ୍ରା ଜଳେଶ୍ୱର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଫେବୃଆରୀ 1 ତାରିଖ ଓ 2 ତାରିଖ 2 ଦିନ ଧରି ଜଳେଶ୍ୱର ନୂଆବଜାରସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ସତ୍ୟଜିତ ମହାନ୍ତି ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ଜଳେଶ୍ୱର ଯୁବମଞ୍ଚର ଉପଦେଷ୍ଟା ଶୁଭ୍ରାଂଶୁ ଶେଖର ଦାସ ମହାପାତ୍ର ଓ ବିଷ୍ଣୁପଦ ମହାନ୍ତି, ନଗରପାଳ ପ୍ରଦୀପ କୁମାର ପ୍ରଧାନ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ସିନିୟର ଗ୍ରୁପରେ 40 ଜଣ ଖେଳାଳି ଅଂଶଗ୍ରହଣ କରିଥିବା ବେଳେ 19 ବର୍ଷରୁ କମ୍ ବର୍ଗରେ 10 ଜଣ ଖେଳାଳି ଓ 15 ବର୍ଷରୁ କମ୍ ବର୍ଗରେ 12 ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ସିନିୟର ବର୍ଗରେ ନୀଳ ଓ ପପୁ ଚମ୍ପିୟନ ହୋଇଥିବା ବେଳେ କାବୁଲି ଓ ପପୁ ରନର୍ସ ଅପ୍ ହୋଇଥିଲେ। ସେହିପରି 19 ବର୍ଷରୁ କମ୍ ବର୍ଗରେ ତପନ ଚମ୍ପିୟନ ହୋଇଥିବା ବେଳେ ରାକେଶ ରନର୍ସ ଅପ୍ ହୋଇଥିଲେ। 15 ବର୍ଷରୁ କମ୍ ବର୍ଗରେ ମୋହିତ ଚମ୍ପିୟନ ହୋଇଥିବା ବେଳେ ସୋନୁ ରନର୍ସ ଅପ୍ ହୋଇଥିଲେ। ସିନିୟର ବର୍ଗରେ ବେଷ୍ଟ ଡିସିପ୍ଲିନ ପ୍ଲେୟାର ଭାବେ ସପ୍ତର୍ଜୀ ମୁଖାର୍ଜୀ, 19 ବର୍ଷରୁ କମ୍ ବର୍ଗରେ ବେଷ୍ଟ ଡିସିପ୍ଲିନ ପ୍ଲେୟାର ଭାବେ ଓମ୍ ପ୍ରକାଶ, 15 ବର୍ଷରୁ କମ୍ ବର୍ଗରେ ବେଷ୍ଟ ଡିସିପ୍ଲିନ ପ୍ଲେୟାର ଭାବେ ପ୍ରୀତମ ଓ ସ୍ପେଶିଆଲ ମୋମେଣ୍ଟ ରବୀନ୍ଦ୍ର ଚାନ୍ଦଙ୍କୁ ଘୋଷଣା କରାଯାଇଥିଲା। ଉଦ୍ଯାପନୀ ଉତ୍ସବରେ ନଗରପାଳ ପ୍ରଦୀପ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ବର୍ଗର ଚମ୍ପିୟନ ଏବଂ ରନର୍ସ ଅପ୍କୁ ଟ୍ରଫି ପ୍ରଦାନ କରିଥିଲେ। ସଭାପତି ବିନୋଦ ସାହୁ, ସମ୍ପାଦକ ସାର୍ଥକ ସାହୁ, କୋଷାଧ୍ୟକ୍ଷ ମୂଲ୍ୟଚାନ୍ଦ ଲଢ଼ା, ହେମେନ୍ଦ୍ର ଠକ୍କର, ନିଖିଲ ରାଠୋର, ଗୁରୁଦତ୍ତ ଦାସ ମହାପାତ୍ର, ମନୋଜ ପ୍ରଧାନ, ରାଜେଶ ଦତ୍ତ, ତାପସ ପାଣିଗ୍ରାହୀ, ସନାତନ ଘୋଷ, ପ୍ରଶାନ୍ତ ପ୍ରଧାନ, ଅଭିଷେକ ପରିଡ଼ା, ଆଭାସ ସାହୁ, ମନୀଷ ରାଇମଙ୍ଗିଆ, ସୁମିତ ରାଠି, ନନ୍ଦନ ଦତ୍ତ, ଅରୁପ କର, ରାମନାରାୟଣ ଦାସ, ମୀର ଅନିରୁଦ୍ଦିନ, ରାଜେଶ ଠକ୍କର, ଶାନ୍ତିଭୂଷଣ ପାଣ୍ଡେ, ଆଦିତ୍ୟ ନାରାୟଣ ପାତ୍ର, ନିଲେଶ ଚୌହାନ ପ୍ରମୁଖ ଉପସ୍ଥିତ ଥିଲେ। तीन पॉइंट है और 3 पॉइंट्स